ଆଗ୍ରାର ଦିମାଦ ଉଦୁଲା ଯାହାକି ଆମର ମିନି ତାଜମହଲ କହିଲେ ଅତ୍ୟୁକ୍ତ ହେବ ନାହିଁ। ଏ ମିନି ତାଜମହଲ ଏ ବି ମଧ୍ୟ ମସଜିଦ ଏବଂ ଏଠି ଆମର ଇଏ ଭାଷାରେ ଆମର ହେବ ସମାଧି ବା ଇଏ। ତେଣୁ ଏଠି ଟିକେଟ୍ କାଟିବାକୁ ପଡ଼ିଲା, ଆମକୁ 30 ଟଙ୍କା ଦେବାକୁ ପଡ଼ିଲା। ଟିକେଟ୍ କାଟି ସାରିଲା ପରେ ଆମେ ପ୍ରବେଶ କଲୁ ମିନି ତାଜମହଲକୁ। ତାଜମହଲର ଚାରିପାଖରେ ଛୋଟ ମୋଟ ଫଟୋ ଉଠାଇଲୁ। ଭିତରକୁ ଯିବାର ପରମିଶନ ଥିଲେ ମଧ୍ୟ ଆମେ ଖାଲି ଆପଣମାନଙ୍କ ପାଇଁ ଦେଖିବା ପାଇଁ ଯାଇଥିଲୁ। ଏବଂ ଦେଖନ୍ତୁ କିଭଳି ଭାବରେ କାରୁକାର୍ଯ୍ୟ ହେଇଛି। ସେ ସମୟର ରାଜାମାନେ ଯେଉଁଭଳି ସବୁଆଡ଼ୁ ପଥର ଆଣିକରି ମାର୍ବଲ ଭିତରେ ଖଞ୍ଜିତ କରିଛନ୍ତି ଏବଂ ହୀରା ଲୀଳା ମୋତି ଯେଉଁ ଷ୍ଟୋନ୍ ଯେଉଁ କହୁଛନ୍ତି ବିଭିନ୍ନ ପ୍ରକାର ଷ୍ଟୋନ୍ ମଧ୍ୟ ଥିଲା ଦାମୀ ଦାମୀ। ସେ ଷ୍ଟୋନ୍ ଗୁଡ଼ାକ ନେଇଯାଇଛନ୍ତି। ସେଠି ତା ପ୍ରତିବଦଳରେ ଗୁଲେଇରେ ବି ଧଳା ଜିନିଷ ଅଛି ସେଟାକୁ ସେ ମାରି ଦେଇଛନ୍ତି। ସେଠି ଷ୍ଟୋନ୍ ସବୁ ଥିଲା। ଆପଣ ଦେଖନ୍ତୁ ସେ କାରୁକାର୍ଯ୍ୟ କିଭଳି ସେତେବେଳର ଥିଲା। ଆଜିର କାରୁକାର୍ଯ୍ୟ ଆମେ ଭାବୁଛୁ ଯେ ନୂଆ, କିନ୍ତୁ ସେତେବେଳେ ଥିଲା 300-400 ମସିହା ପୂର୍ବର କଥା। ଦେଖନ୍ତୁ 1900-1800 ମସିହାର କଥା। ସେତେବେଳକୁ ଦେଖନ୍ତୁ କିଭଳି କାରୁକାର୍ଯ୍ୟ। ସେ କାରୁକାର୍ଯ୍ୟ ହେଲା ମିନି ତାଜମହଲ ବା ଇଦମର ଆକବରଙ୍କର ଇଦୁଦ୍ଦୌଲା ଯେଉଁ କି ମିନି ତାଜମହଲ। ଦେଖନ୍ତୁ ମିନି ତାଜମହଲ ଚତୁଃପାର୍ଶ୍ୱର ଦୋଷ ଏବଂ 3 ପାର୍ଶ୍ୱର ଆପଣଙ୍କୁ ଦେଖିଲେ ସମାନ ଢଙ୍ଗରେ ସମାନ ପୁରା ଡିଜାଇନ୍ ସମାନ। ତାଙ୍କ ଚାରିପାଖରେ ମଧ୍ୟ 4ଟି ଗେଟ୍ ସମାନ ଅଛି। କିନ୍ତୁ ଏ ଛୋଟ ଆଉ ଏ ଛୋଟକୁ ଭୋଗ କଲୁ। ଚାରିକଟା ବୁଲିଲୁ। ପ୍ରବଳ ଖରା ହେଉଛି। ଓଠ ବି ମଧ୍ୟ ଶୁଖିଯାଉଛି। ତେଣୁ ଖରା ଭିତରେ ଆମେ ବୁଲି ବର୍ତ୍ତମାନ ରେଷ୍ଟ ନେବା ପାଇଁ ଦେଖିବାକୁ ଗଲୁ। ଭିତରର ଜିନିଷ ଦେଖନ୍ତୁ। ଛାତ ଉପରେ ଆଗ ଭଳି କେମିତି ଡିଜାଇନ୍ କରାଯାଉଥିଲା, ଏବେ ସେ ଡିଜାଇନ୍ ମଧ୍ୟ ଇଏ ହେଇ ଆସିଲାଣି। ତେଣୁ ସେ ରୁମ୍ଟା ଦେଖନ୍ତୁ। ତାପରେ ସେଠି ଗୋଟେ ଟିଭି ଥିଲା। ଟିଭି ମାଧ୍ୟମରେ ଟୋଟାଲ ବିବରଣୀର ଦିଆଯାଉଥିଲା କିଭଳି ଭାବେ କ'ଣ ହେଇଥିଲା କ'ଣ ନାହିଁ। ଏଇଟା ଯେଉଁ ଆମର ଇଏ ଯମୁନା ନଦୀ କୂଳରେ ଅଛି। ଯମୁନା ନଦୀ କୂଳରେ କିଭଳି ଭାବେ ଅଛି କ'ଣ ଅଛି ଡିଟେଲ୍ସ ୟାର ଟୋଟାଲ ସେ ଟିଭି ମାଧ୍ୟମ ଥିଲା। ଟିଭିରୁ ମୁଁ ମଧ୍ୟ ଛୋଟ କ୍ଲିପ୍ଟେ ଆପଣମାନଙ୍କ ପାଇଁ କରିଛି। ରାଜା କ'ଣ କରୁଥିଲେ, କିଭଳି ଇଏ କରାଯାଉଥିଲା, ଭିତରର ଦୃଶ୍ୟ କେମିତି, ଭିତରେ ସମାଧି କେମିତି ଦିଆଯାଇଛି ଯେଉଁଟାକି ମସଜିଦ କୁହନ୍ତି। ସବୁ ତାଙ୍କ ସମ୍ପ୍ରଦାୟର ରାଜା ଯେତେବେଳେ ତାଙ୍କ ସମ୍ପ୍ରଦାୟର ସବୁ ଜିନିଷ ଲିପି मुमताज महल के दादा थे। ये है मुमताज महल दादांकर धर्मपत्नी मुकबारा तांकर औरमत बेगम का मुकबारा ये घर है। ये घर था। तेणु विभिन्न उपाय माने भल पाइबा बचाई बा ये सौंदर्य रखा मन रखापी एभली अट्टालिका मान तैयारी करछन्ति। किंतु ये अट्टालिका आपण देखंतु ये अट्टालिका को किभली भाव करछन्ति सही समयर मध्य विभिन्न कलाकृति कारुकार्य भरपूर। आमे टाइल्स कले टाइल्स डिजाइन देखुं किंतु सही समय डिजाइन देखु टाइल्स को खोली से भितर किभली भाव भारतर विभिन्न जगार पत्थर आनी स्टोन आनी विभिन्न जगार छोट मोट स्टोन आनी खंजित करछन्ति। राति ऑटोमेटिक आलोकीकरण होता है। ये विभिन्न प्रकार अच्छी आपण सौंदर्य देखंतु। आपण मैंने केबे आसिले मत देखि अनुभव करें। ये तो मिनी ताजमहल बा आपण कहते से नाटा आम ताजमहल भी देखलु। ताजमहल विभिन्न प्रकार अच्छे। तो मिनी ताजमहल देखो मिनी ताजमहल कि भाव तांकर समाधि स्थल किभली भाव करजंती जहाँकि मनोलोभा और आकर्षणीय। ये आकर्षण बहुत विदेशी माने आसते। आज भी आम देखलु एटे माने पाखापाखि 100-150 विदेशी एटिकी आसवा पर जो फरेनर आसते। तेणु आपण मानक देखापी ये छोटिया क्लिपटी छोटिया भिडियोटी तथापि 5 मिनिट्र भिडियो हो जाइए।
ଆପଣମାନେ କାରୁକାର୍ଯ୍ୟ ଦେଖି ବହୁତ ଆନନ୍ଦିତ ଖୁସି ହେଉଥିବେ ବୋଲି ମୋର ଆଶା ଓ ଭରସା। ଯଦି ଭଲ ଲାଗେ ଭିଡ଼ିଓଟି ଲାଇକ୍ କରିବେ, କମେଣ୍ଟ କରିବେ ଓ ସେୟାର କରିବେ। ଓଡ଼ିଶାରୁ ମନୋଜ କୁମାର, ପୁଣି ଥରେ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।